ପିଲାମାନେ ସମସ୍ତେ ପଶୁ ପକ୍ଷୀ ଦେଖିଛ? ଆଜ୍ଞା ସାର୍। ତମେ କେବେ ଚିଡ଼ିଆଖାନା ଯାଇଛ? ଆଜ୍ଞା ସାର୍। ଚିଡ଼ିଆଖାନା ବିଭିନ୍ନ ପଶୁ ପକ୍ଷୀ ଦେଖିଛନ୍ତି? ଆଜ୍ଞା ସାର୍। ଆମେ ଆଜି ସେଇ ସିଂହର ଗୁମ୍ଫା ବିଷୟରେ ଜାଣିବା ହେଲା। ଗପଟି କହୁଛି ଶୁଣିବ। ଗପଟି ଏ ଚିତ୍ର ଦେଖି ଗପଟି ସମସ୍ତେ ପଢ ହେଲା। ଗପଟି ପଢିଲ ପଢିବ ହେଲା। ପିଲାମାନେ ଗପଟି ଶୁଣିବା। ଗପଟିର ନାଁ ହେଉଛି ସିଂହର ଗୁମ୍ଫା। ଥରେ ବିଲୁଆ ଓ ତା ସ୍ତ୍ରୀ ବଣକୁ ବୁଲି ବାହାରିଲେ। ବଣ ଭିତରେ ଗୋଟିଏ ପାହାଡ଼ ଗୁମ୍ଫା ସେମାନେ ଦେଖିଲେ। ଦୁହେଁ ସେଠାରେ ବିଲୁଆ ଛୁଆଙ୍କ ସହିତ ଖୁସିରେ ରହିଲେ। ଦିନେ ଗୁମ୍ଫା ଆଡ଼କୁ ସିଂହଟିଏ ଆସୁଥିଲା। ଏହା ଦେଖି ବିଲୁଆ ଓ ତା ସ୍ତ୍ରୀ ଡରିଗଲେ। ତାଠାରୁ ରକ୍ଷା ପାଇବା ପାଇଁ ଉପାୟ ସେମାନେ ଖୋଜିଲେ। ହଠାତ୍ ବିଲୁଆର ସ୍ତ୍ରୀ ଜୋରରେ ରଡ଼ି ଛାଡ଼ିଲା। ଏହା ଶୁଣି ସିଂହ ଡରିଗଲା। ସିଂହ ଡରିଯିବାର ଦେଖି ମାଙ୍କଡ଼ କହିଲା, ଡର ନାହିଁ ମ, ଗୁମ୍ଫାରେ ବିଲୁଆ ଓ ତାର ସ୍ତ୍ରୀ ରହୁଛନ୍ତି। ଏଥର ମାଙ୍କଡ଼ଟି ସିଂହକୁ ତା ସାଥିରେ ଯିବା ପାଇଁ କହିଲା। ସେମାନଙ୍କୁ ଆସିବାର ଦେଖି ବିଲୁଆ ତା ଛୁଆମାନଙ୍କୁ କହିଲା, କାନ୍ଦ ନାହିଁ ପିଲାଏ, ମାଙ୍କଡ଼ ଆମ ପାଇଁ ଶିକାର ଧରି ଆସୁଥିବ। ଏ କଥା ଯେମିତି ସିଂହ ଶୁଣିଛି, ସେ ମାଙ୍କଡ଼କୁ ନାତଟାଏ ମାରି ଡେଇଁ ପଳାଇଲା। ନାତ ଖାଇ ମାଙ୍କଡ଼ କଚାଡ଼ି ହୋଇ ପଡ଼ିଲା। ପିଲାମାନେ ଗପଟି ଶୁଣିଲ? ଭଲ ଲାଗିଲା? କହିଲ ଦେଖି, ସିଂହଟି ଗୁମ୍ଫା ଆଡ଼କୁ ଯାଉଥିଲା କ'ଣ ପାଇଁ ପଳେଇ ଆଇଲା? ବିଲୁଆର ଯନ୍ତ୍ର କଥା ଶୁଣି ବିଲୁଆ ତା ଛୁଆମାନଙ୍କୁ କ'ଣ କହିଲା? କହିଲା ମାଙ୍କଡ଼ ଆମ ପାଇଁ ଗୋଟେ ଶିକାର ହେଉଛି ହେଲା। ତେଣୁ ଏ ଗପଟି ଶୁଣ, ଯଦି ଉପସ୍ଥିତ ବୁଦ୍ଧି ଥିବ ତାହେଲେ ଆମେ ରକ୍ଷା ପାଇବା ହେଲା।